नमस्कार दर्शक बंधु लगाण वर्षा जोगु ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏଁ ସବୁଠି ହାହାକାର। ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ଗମ୍ଭୀର ବନ୍ୟା ଆଶଙ୍କା। ଜିଲ୍ଲାର ଦୁଇ ମୁଖ୍ୟ ଜୀବନରେଖା ସାଜିଥିବା ବୈତରଣୀ ଏବଂ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରି ଦ୍ରୁତଗତିରେ ବୃଦ୍ଧି ପାଉଛି। ତଳିଆ ଅଞ୍ଚଳରେ ଜଳବନ୍ଦୀର ଭୟ, ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିବାର ଆଶଙ୍କା ଏବଂ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। ତେବେ ଆସନ୍ତୁ ନଜର ପକାଇବା ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଦୁଇ ମୁଖ୍ୟ ନଦୀ ସାଳନ୍ଦୀ ଓ ବୈତରଣୀରେ ଜଳସ୍ତର ବିପଦ ସୀମାରେଖା ଅତିକ୍ରମ କରି ପ୍ରବାହିତ ହେଉଛି। ସକାଳ 6ଟା ସୁଦ୍ଧା ନିଆଯାଇଥିବା ଖବର ଅନୁସାରେ ସାଳନ୍ଦୀ ନଦୀରେ ପ୍ରବାହିତ ହେଉଛି 8.70 ଫୁଟ ଜଳ ଏବଂ ଏହାର ବିପଦ ସଂକେତ ହେଉଛି 17 ଫୁଟ। ତେବେ ଦେଖିବାକୁ ଗଲେ ଏହି ନଦୀ ନିଜର ବିପଦ ସୀମାଠାରୁ ପ୍ରାୟ 1.7 ଫୁଟ ଉପରେ ପ୍ରବାହିତ ହେଉଥିବା ବେଳେ ସେହିଭଳି ବୈତରଣୀ ନଦୀ ଆଖୁଆପଦାଠାରେ ନିଆଯାଇଥିବା ଆକଳନ ଅନୁସାରେ 2.32 ମିଟର ଜଳ ପ୍ରବାହିତ ହେଉଛି। ଏହାର ବିପଦ ସଂକେତ ହେଉଛି 8.33 ମିଟର। ତେବେ ଏହା 1.99 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ନିଶ୍ଚିତ ରୂପେ ଏହା ସେହି ଅଞ୍ଚଳ ପାଇଁ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଭଳି ଜଣାପଡ଼ୁଛି। ତେବେ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବାରୁ ନଦୀ କୂଳବର୍ତ୍ତୀ ଗ୍ରାମ ଏବଂ ତଳିଆ ପଞ୍ଚାୟତ ଗୁଡ଼ିକରେ ବନ୍ୟା ପାଣି ପ୍ରବେଶ କରିବାର ଗମ୍ଭୀର ଆଶଙ୍କା ଦେଖାଦେଇଛି। ତା ସହିତ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଲେ ବ୍ୟାପକ ଧାନ ଚାଷ ଜମି ଜଳମଗ୍ନ ହେବା ସହିତ ଗ୍ରାମାଞ୍ଚଳର ରାସ୍ତାଘାଟ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଛି। ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ସମ୍ପଦ ବିଭାଗ ପକ୍ଷରୁ ନଦୀର ଜଳସ୍ତରକୁ ଲଗାତାର ଭାବରେ ନିରୀକ୍ଷଣ କରାଯାଉଛି ଏବଂ ନୋଡାଲ ଅଫିସର, ବିଡିଓ, ଓଡ୍ରାଫ ରେସ୍କ୍ୟୁ ଟିମ୍, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବାକୁ ସମୂହ ଭାବରେ ସମ୍ପୂର୍ଣ୍ଣ ରୂପେ ସଜାଗ ରଖାଯାଇଛି। ଏହି ଲଗାଣ ବର୍ଷା ଯୋଗୁଁ ଅତ୍ୟଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଆସନ୍ତୁ ନଜର ପକାଇବା। ପ୍ରଥମ କଥା ହେଲା ଭଣ୍ଡାରୀ ପୋଖରୀ। ବୈତରଣୀର ଶାଖା ନଦୀଗୁଡ଼ିକରୁ ବନ୍ୟା ଜଳ ପ୍ରବେଶ କରିବାର ଏହି ଅଞ୍ଚଳରେ ସର୍ବାଧିକ ଆଶଙ୍କା ରହିଛି। ତା ସହିତ ନଦୀଗୁଡ଼ିକ ଉଛୁଳି ଗାଁ ଭିତରକୁ ମଧ୍ୟ ପ୍ରବେଶ କରୁଛି। ଦ୍ୱିତୀୟ ସ୍ଥାନଟି ହେଲା ଧାମନଗର। ବହୁନିଚା ପଞ୍ଚାୟତ ଓ ଚାଷ ଜମିଗୁଡ଼ିକ ବନ୍ୟା ପାଣିରେ ପଶିବା ନେଇ ଏଠାରେ ସତର୍କ ସୂଚନା କରାଯାଇଛି। ସେହିଭଳି ଭାବରେ ଚାନ୍ଦବାଲି ଏହାର ନଦୀମୁହାଣ ଅଞ୍ଚଳ ହୋଇଥିବାରୁ ଜୁଆର ଓ ନଦୀ ପାଣି ମିଶି ବନ୍ୟା ସ୍ଥିତିକୁ ଆହୁରି ଜଟିଳ କରୁଛି। ଗ୍ରାମବାସୀମାନେ ବର୍ତ୍ତମାନ ଆଶଙ୍କା ମଧ୍ୟରେ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଭାବରେ ସମସ୍ତ ଅଞ୍ଚଳକୁ ସୁରକ୍ଷା ପରାମର୍ଶ ଓ ସତର୍କତା ମଧ୍ୟ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ନଦୀକୁ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରେ ଅଧିବାସୀମାନେ ବିଶେଷ ସତର୍କ ରହିବାକୁ ଅନୁରୋଧ କରାଯିବା ସହିତ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆବଶ୍ୟକ ହେଲେ ଆଶ୍ରୟସ୍ଥଳୀ କିମ୍ବା ଉଚ୍ଚ ସ୍ଥାନକୁ ଯାଆନ୍ତୁ ବୋଲି ମଧ୍ୟ କୁହାଯାଉଛି। ସେହିଭଳି ନଦୀ ନିକଟକୁ ଯିବା ପାଇଁ ବାରଣ କରାଯାଇଛି। ଉପରୁ ଥିବା ନଦୀ, ନାଳ କିମ୍ବା ବୁଡ଼ି ଯାଇଥିବା ପୋଲକୁ ପାର ହେବା ପାଇଁ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଛି ଏବଂ ଗୁଜବରୁ ଦୂରେଇ ରହିବା ପାଇଁ ସୂଚନା ଦିଆଯାଉଛି। କେବଳ ସରକାରୀ ଜରୁରୀ ସୂଚନାକୁ ପାଳନ କରିବା ପାଇଁ ଲୋକମାନଙ୍କୁ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯାଉଛି। ଏହା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ନିୟନ୍ତ୍ରଣ କକ୍ଷ ମଧ୍ୟ ତିଆରି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଅହୋରାତ୍ର କାର୍ଯ୍ୟ କରୁଛି। ଯେକୌଣସି ଜରୁରୀ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନ ସହିତ ସମ୍ପର୍କ କରିବାକୁ ଗ୍ରାମବାସୀମାନଙ୍କୁ ଅନୁରୋଧ କରାଯାଇଛି। ଭଦ୍ରକ ବନ୍ୟା ସମ୍ପର୍କିତ ପ୍ରତ୍ୟେକ ମୁହୂର୍ତ୍ତର ତାଜା ଅପଡେଟ୍ ପାଇଁ ଯୋଡ଼ି ହୋଇ ରହନ୍ତୁ। ଧନ୍ୟବାଦ।